ଶ୍ରୀମନ୍ଦିର ଉପରେ ହଣ୍ଡାରେ କଣ ସତରେ ରହିଛି ଦୁର୍ଲଭ ରତ୍ନ ଅଳଙ୍କାର? କାହିଁକି ଭୋଗ ମଣ୍ଡପ ଉପରେ ରହିଛି ଏ ହଣ୍ଡାଟି? କଣ ରହିଛି ଏହାର ରହସ୍ୟ? ଆସନ୍ତୁ ଜାଣିବା ଏଇ ଭିଡିଓରେ। ଜୟ ଜଗନ୍ନାଥ ସାଙ୍ଗମାନେ, ନମସ୍କାର। ମୁଁ ସୁଚିତ୍ରା ଆପଣ ମାନଙ୍କୁ ସ୍ୱାଗତ କରୁଛି ମୋର ଆଉ ଏକ ନୂଆ ଭିଡିଓଟି ଭଲ ଲାଗିଥିଲେ ନିଶ୍ଚିତ ଭାବେ ଲାଇକ୍ କରିବେ। ଚ୍ୟାନେଲରେ ନୂଆ ଥିଲେ ସବସ୍କ୍ରାଇବ କରିବାକୁ ଭୁଲିବେନି। ସାଙ୍ଗମାନେ, ଯେତେବେଳେ ବୌଦ୍ଧ ଧର୍ମର ଲମ୍ବୀ ମାନେ ଓଡିଶାରେ ବସବାସ କରୁଥିଲେ, ସେହି ସମୟରେ ରାଜା ପ୍ରତାପ ରୁଦ୍ରଙ୍କ ଶାସନ ପୁରୀରେ ଚାଲିଥିଲା। ଥରେ ବୌଦ୍ଧ ଧର୍ମ ଲମ୍ବୀ ମାନେ ପୁରୀକୁ ଆସିଥିଲେ। ସେହି ସମୟରେ ପଶ୍ଚିମ ଓଡିଶାର କିଛି ତାନ୍ତ୍ରିକ ମଧ୍ୟ ଜଗନ୍ନାଥଙ୍କ ଦର୍ଶନ ପାଇଁ ପୁରୀକୁ ଆସିଥିଲେ। ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ମହାପ୍ରଭୁଙ୍କ ସେବାକୁ ନେଇ ମତାନ୍ତର ହୋଇଗଲା। ବୌଦ୍ଧ ଧର୍ମାବଲମ୍ବୀ ମାନେ କହିଲେ, ଆମେ ପ୍ରଥମେ ଜଗନ୍ନାଥଙ୍କ ସେବା କରିବୁ, କିନ୍ତୁ ତାନ୍ତ୍ରିକ ମାନେ ମଧ୍ୟ କହିଲେ, ନା ଆମେ ପ୍ରଥମେ ପ୍ରଭୁଙ୍କର ସେବା କରିବୁ। ଏହି କଥା ରାଜାଙ୍କ ପାଖରେ ପହଞ୍ଚିଲା। ରାଜା ଏହାର ସମାଧାନ କରିବାକୁ ଯାଇ ଗୋଟେ ଉପାୟ ଚିନ୍ତା କଲେ। ସେ ଗୋଟେ ଖେଳର ଆୟୋଜନ କଲେ। ସେ ଗୋଟେ ହଣ୍ଡା ମଧ୍ୟରେ ଏକ ସର୍ପକୁ ରଖିଦେଲେ ଆଉ କହିଲେ, ଯିଏ ଏହାକୁ ସଠିକ ଭାବରେ କହିଦେବ ହଣ୍ଡା ଭିତରେ କଣ ଅଛି, ସେ ପ୍ରଥମେ ମହାପ୍ରଭୁଙ୍କ ସେବା କରିବ। ଏହାପରେ ତାନ୍ତ୍ରିକ ମାନେ ନିଜ ତନ୍ତ୍ର ବଳରେ କଣ ଅଛି ତା ଭିତରେ କହିଦେଲେ ସର୍ପ ଅଛି ବୋଲି, କିନ୍ତୁ ବୌଦ୍ଧ ଧର୍ମାବଲମ୍ବୀ ମାନେ ସେଇ ସର୍ପକୁ ସିଦ୍ଧି ବଳରେ ଭସ୍ମ କରିଦେଲେ ଆଉ କହିଲେ, ଏଇ ହଣ୍ଡା ଭିତରେ ଭସ୍ମ ଅଛି। ଯେତେବେଳେ ହଣ୍ଡା ଖୋଲାଗଲା ତା ଭିତରୁ ଭସ୍ମ ବାହାରିଲା। ସେହି ସୁନ୍ଦର ଘଟଣାଟିକୁ ମନେ ରଖିବା ପାଇଁ ରାଜା ଏହି ହଣ୍ଡାଟିକୁ ଭୋଗ ମଣ୍ଡପ ଉପରେ ସ୍ଥାପନା କରିଦେଲେ। କିମ୍ବଦନ୍ତୀ କୁହେ, ସେହି ହଣ୍ଡା ଭିତରେ ବହୁତ ଦୁର୍ଲଭ ରତ୍ନ ଅଳଙ୍କାର ଅଛି, କିନ୍ତୁ ତାହା ମଧ୍ୟରୁ କେତେ ସତ୍ୟତା ଅଛି ତାହା କାହାରିକୁ ମଧ୍ୟ ଜଣା ନାହିଁ। କିନ୍ତୁ ଆଜି ମଧ୍ୟ ଅଷ୍ଟଧାତୁରେ ଗଢା ହୋଇଥିବା ଏହି ହଣ୍ଡାଟି ଶ୍ରୀମନ୍ଦିରର ଭୋଗ ମଣ୍ଡପ ଉପରେ ଶୋଭା ପାଉଛି। ସେହି ହଣ୍ଡା ଉପରେ ସିମେଣ୍ଟର ଏକ ଖମ୍ବ ଆକୃତିର ଅଛି, ଯାହା ବାଲ୍ଟିକୁ ଓଲଟାଇ ରଖିଲା ଭଳି ପ୍ରତୀୟମାନ ହୁଏ, କିନ୍ତୁ ପ୍ରକୃତରେ ତାହା ବାଲ୍ଟି ନୁହେଁ। ଆଉ ସେଇ ସିମେଣ୍ଟର ଖମ୍ବ ଉପରେ ଏକ ଚକ୍ର ଶୋଭା ପାଉଛି। ସାଙ୍ଗମାନେ, ଏହା ଥିଲା ଶ୍ରୀମନ୍ଦିର ଉପରେ ଶୋଭା ପାଉଥିବା ବାଲ୍ଟି ବା ହଣ୍ଡାର ରହସ୍ୟ। ଯଦି ଆପଣ ମାନଙ୍କୁ ଏହି ବିଷୟରେ ଜଣାଥିଲା ତାହେଲେ ମତେ କମେଣ୍ଟରେ ଜଣେଇବେ। ଭିଡିଓଟି ଭଲ ଲାଗିଥାଏ ତାହେଲେ ଛୋଟ ଲାଇକ୍ ଟେ କରିଦେବେ ଆଉ ନିଜର ମତାମତ କମେଣ୍ଟରେ ଜଣେଇବେ। ଚ୍ୟାନେଲରେ ନୂଆ ଥିଲେ ସବସ୍କ୍ରାଇବ କରିବାକୁ ଭୁଲିବେନି। ଏମିତି ନୂଆ ନୂଆ ଭିଡିଓର ନୋଟିଫିକେସନ ଆପଣ ମାନଙ୍କ ପାଖକୁ ଚାଲିଯିବ। ସାଙ୍ଗମାନେ, ଆପଣ ମାନେ ଭିଡିଓଟିକୁ ଦେଖୁଛନ୍ତି କିନ୍ତୁ ଲାଇକ୍ ଟେ କରିବାକୁ କଞ୍ଜୁସି କରୁଛନ୍ତି। ପୁଣି ଦେଖାହବ ଆଉ ଏକ ନୂଆ ଭିଡିଓରେ। ନମସ୍କାର, ଜୟ ଜଗନ୍ନାଥ।